ଯେମିତିକି ଆପଣମାନେ ଜାଣିଛନ୍ତି ଗତ ନଭେମ୍ବର 9 ତାରିଖ 2024 ମସିହା ଅପରାହ୍ନରେ ଜଙ୍ଗମ ସାହିର ରହୁଥିବା ଅତି ବରିଷ୍ଠ ଆଡଭୋକେଟ୍ ପାତି ରାମାରାଓଙ୍କ ଉପରକୁ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଏସିଡ୍ ପକାଇଥିଲେ, ଯାହାଦ୍ୱାରା ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ଆଉ ଗୋଟିଏ ଆଖିର ଚିକିତ୍ସା ଚାଲିଛି। ଏହା ବ୍ୟତୀତ ତାଙ୍କ ଶରୀରର ବିଭିନ୍ନ ଜାଗାରେ ମଧ୍ୟ ଏସିଡ୍ ଜନିତ ଇଞ୍ଜୁରି ଗୁଡ଼ାକ ଯେଉଁ ହେଇଛି ତାର ଚିକିତ୍ସା ବର୍ତ୍ତମାନ ଏଲ୍ବି ପ୍ରସାଦରେ ବିଶାଖାପାଟଣାରେ ଚିକିତ୍ସା ଚାଲିଛି। ଏବେ ବି ସେ ମେଡ଼ିକାଲରେ ଆଡ଼ମିଟ୍ ରହିଛନ୍ତି। ଗତ ନଭେମ୍ବର 9 ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଏ କେସ୍କୁ ଡିଟେକ୍ଟ କରିବା ପାଇଁ ପୁଲିସ ପକ୍ଷରୁ ସବୁ ପ୍ରକାରର ପ୍ରୟାସ ଜାରି ରହିଥିଲା। ଆମେ ବାରମ୍ବାର ଆଡ଼ଭୋକେଟ୍ ଯିଏ ଇଞ୍ଜୁର୍ଡ଼ ହୋଇଥିଲେ ତାଙ୍କ କଣ୍ଟାକ୍ଟରେ ରହିଥିଲୁ, ତାଙ୍କୁ ପଚରା ଉଚରା ଜାରି ରହିଥିଲା, କିନ୍ତୁ ସେ ଅନଫର୍ଚୁନେଟଲି କୌଣସି ବ୍ୟକ୍ତିଙ୍କୁ ସନ୍ଦେହ କରୁନଥିଲେ ଏ କେସ୍ରେ। ସେ ଭାବୁନଥିଲେ ଯେ ତାଙ୍କର କେହି ଶତ୍ରୁ ଥିବେ ବୋଲି, କିନ୍ତୁ ଆମେ ଟେକ୍ନୋଲୋଜି ଆଧାରରେ ତଦନ୍ତ କରିବାକୁ ବାଧ୍ୟ ହେଲୁ ଯେତେବେଳେ କୌଣସି ପ୍ରକାର ଭର୍ବାଲ୍ ଏଭିଡେନ୍ସ ଆମକୁ ଆଭେଲେବଲ୍ ନାହିଁ ବା ତାଙ୍କର କାହା ଉପରେ ସନ୍ଦେହ ନାହିଁ। ତ ଏ ପରିସ୍ଥିତିରେ ଆମକୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଆମର ଦୁଇଟି ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଟିମ୍ରେ ଏସ୍ଡିପି ଏବଂ ଆଇଆଇସି ପରିଚାଳନା କରୁଥିଲେ ଗୋଟିଏ ଟିମ୍କୁ, ଏବଂ ଆଉ ଗୋଟିଏ ଟେକ୍ନୋଲୋଜି ଆଧାରରେ ତଦନ୍ତକୁ ସପୋର୍ଟ ଦେବା ପାଇଁ ସାଇବର ସେଲ୍ରେ ସେମାନେ ତାଙ୍କ କାମ ଜାରି ରଖିଥିଲେ। ପରିଶେଷରେ ଆମେ ଏ କେସ୍କୁ ଡିଟେକ୍ଟ କରିଛୁ ଏବଂ ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭେଙ୍କଟ ରାଓଙ୍କୁ ଗିରଫ କରିଛୁ। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଛି ଗତ ରାତିରେ, ଏବଂ ସିଏ ଯେଉଁ ସୁପାରି ଦେଇ ପଠାଇଥିଲେ ଦୁଇ ଜଣ ବ୍ୟକ୍ତିଙ୍କୁ, ବାଇକ୍ରେ ଯେଉଁ ଦୁଇ ଜଣ ଆସିଥିଲେ, ବାଇକ୍ ପଛରେ ବସିଥିବା ଯୁବକ ଯିଏକି ଆଡ଼ଭୋକେଟ୍ଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ ତାଙ୍କୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଛୁ। ତାଙ୍କ ନାଁ ଡି ସତୀଶ। এই ଦୁଇ ଜଣଙ୍କୁ ଗିରଫ କଲା ପରେ ଆମେ ଇଣ୍ଟରୋଗେସନରୁ ଏହା ଜାଣିବାକୁ ପାଇଲୁ 2005 ମସିହାରେ এই ଯେଉଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭେଙ୍କଟ ରାଓ ଷ୍ଟେଟ୍ ବ୍ୟାଙ୍କର ମ୍ୟାନେଜର ଭାବରେ କାମ କରୁଥିଲେ ପାଥପଟନମ SBI ବ୍ରାଞ୍ଚରେ। ସେଠି ଥିଲାବେଳେ ସେ ପାରଲାଖେମୁଣ୍ଡିର ଜନୈକ ବସ୍ ମାଲିକଙ୍କୁ 31 ଲକ୍ଷ ଟଙ୍କା ଉଦ୍ଧାର ସ୍ୱରୂପ ଦେଇଥିଲେ। ସେ ବସ୍ ମାଲିକ ଗୋଟିଏ ବାର୍ ଏବଂ ରେଷ୍ଟୁରାଣ୍ଟ ନିଜେ ଚଲାଇବା ପାଇଁ এই ଟଙ୍କା ତାଙ୍କଠୁ ନେଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଲସ୍ ହେବା କାରଣରୁ ସେ ବାର୍ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଥିଲା ଏବଂ ତାକୁ ପୁଣି ଥରେ ରିନୋଭେଟ୍ କରି ଆଉ ଥରେ ଭଲ ଭାବରେ ଚଲାଇବା ବା ଅନ୍ୟ କାହାକୁ ହସ୍ତାନ୍ତର କରିବା ପାଇଁ ସେ ବସ୍ ମାଲିକ ପୁଣି ଥରେ ଆପ୍ରୋଚ୍ କରିଥିଲେ এই ଷଡ଼ଯନ୍ତ୍ରକାରୀଙ୍କୁ, ଏବଂ ଷଡ଼ଯନ୍ତ୍ରକାରୀ ମଧ୍ୟ ଦେଖିଲେ ଯେ ନିଜର 31 ଲକ୍ଷ ଟଙ୍କା ଯେହେତୁ ସେ ବସ୍ ମାଲିକ ଫେରାଇ ପାରୁନାହାନ୍ତି, ତାଙ୍କୁ କୌଣସି ଜାଗାରୁ ଲୋନ୍ କରିଦେଲେ ହୁଏତ ସେ ନିଜ ପଇସା ଫେରି ପାଇବେ। ତେଣୁ ପୁଣି ସେ 55 ଲକ୍ଷ ଟଙ୍କା ପାରଲାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କରୁ ଲୋନ୍ କରିଦେଇଥିଲେ ସେ ବସ୍ ମାଲିକଙ୍କୁ, କିନ୍ତୁ ସେ ବସ୍ ମାଲିକ ତାଙ୍କର ମୂଳଧନକୁ କେବେ ହେଲେ ଏ ଷଡ଼ଯନ୍ତ୍ରକାରୀକୁ ଫେରାଇ ପାରିଲେ ନାହିଁ। କେବଳ ପ୍ରତ୍ୟେକ ମାସ ସେ ଟଙ୍କାର ଇଣ୍ଟରେଷ୍ଟ ବାବଦକୁ କିଛି ଟଙ୍କା ସେ ଦେଇ ଚାଲନ୍ତି। ଇତିମଧ୍ୟରେ ଷଡ଼ଯନ୍ତ୍ରକାରୀ ମଧ୍ୟ ନିଜର ଭୁଲ କାରଣରୁ ଆଉ ଗୋଟିଏ ଜାଗାରେ ମଧ୍ୟ 40 ଲକ୍ଷ ଟଙ୍କାର କ୍ଷତିରେ ପଡ଼ିଲେ। ଏହିସବୁ ଆର୍ଥିକ କ୍ଷତି ହେବାର ଯେଉଁ ମାନସିକ ଚାପ ତାଙ୍କ ଉପରେ ଥିଲା, ଏବଂ ପାତି ରାମାରାଓ ଯାହାଙ୍କ ଉପରେ ଏସିଡ୍ ଆଟାକ୍ ହୋଇଥିଲା ସିଏ ବସ୍ ମାଲିକ ଏବଂ এই ଭେଙ୍କଟ ରାଓ ଯିଏ ଷ୍ଟେଟ୍ ବ୍ୟାଙ୍କରେ ମ୍ୟାନେଜର ଥିଲେ, ଏ ଦୁଇ ଜଣଙ୍କ ମଧ୍ୟରେ ଯେଉଁ ଟଙ୍କା ଦିଆନିଆ ବାବଦକୁ ଯେଉଁ କାଗଜପତ୍ର ହୋଇଥିଲା, ଏଗ୍ରିମେଣ୍ଟ ହୋଇଥିଲା, କିଛି ପୋଷ୍ଟ ଡେଟେଡ୍ ଚେକ୍ ମଧ୍ୟ ଥିଲା, ଏସବୁକୁ ସେ ନିଜ ପାଖରେ ରଖିଥିଲେ, ଯାହାକୁ ଷଡ଼ଯନ୍ତ୍ରକାରୀ ତାଙ୍କୁ ବାରମ୍ବାର ତାଙ୍କଠୁ ସେଇଟା ଆଣିବାକୁ ଚାହୁଁଥିଲେ। କାହିଁକିନା ନିଜର ଏତେ ଗୁଡ଼ିଏ ଲକ୍ଷ ଲକ୍ଷ ଟଙ୍କା ଯେତେବେଳେ ବର୍ବାଦ ହୋଇଯାଉଛି, ସେ ଟଙ୍କାକୁ ସେ କେମିତି ହେଲେ ପୋଷ୍ଟ ଡେଟେଡ୍ ଚେକ୍କୁ NI ଆକ୍ଟ ଜରିଆରେ ଆଦାୟ କରିବା ପାଇଁ ଚେଷ୍ଟା କରିଥାନ୍ତେ ବା କିଛି କରିଥାନ୍ତେ। ଯେତେବେଳେ ସବୁଥିରେ ବିଫଳ ହେଲେ, ପାତି ରାମାରାଓ ତାଙ୍କୁ ଏସବୁ ଦେଲେ ନାହିଁ, ତ ସେ ତାଙ୍କୁ ଗୋଟେ ଲେସନ୍ ଦେବା ପାଇଁ ଏ ଦୁଇ ଜଣ ଯୁବକଙ୍କୁ ଭାଇଜାଗରୁ ହିଁ ଏସିଡ୍ ସହିତ ଦେଇକରି ପଠାଇଥିଲେ। ଏ ଷଡ଼ଯନ୍ତ୍ରକାରୀ ପଠାଇବା ପରେ
ନିଜେ ଷଡ଼ଯନ୍ତ୍ରକାରୀ ମଧ୍ୟ ତାଙ୍କ ସହିତ ଆସିଥିଲେ ଏବଂ ପାରଳାଖେମୁଣ୍ଡିରେ 2 ଥର 3 ଥର ରେକି କରି ପାତି ରାମାରାଓଙ୍କ ଘରକୁ ସେ ଦେଖେଇଥିଲେ ଏବଂ କେଉଁ ଢଙ୍ଗରେ କେଉଁ ଭଳି ଷ୍ଟାଇଲରେ ଏସିଡ୍ ଫିଙ୍ଗିବେ କ'ଣ କରିବେ ସେ ବାବଦରେ ତାଙ୍କୁ ବତେଇ ଦେଇଥିଲେ। ଏକର୍ଡିଂଲି ସେମାନେ 2 ଜଣ ଯୁବକ ଏସିଡ୍ ସହିତ ଏଠି ରହି ଗୋଟେ ଫରେନ୍ ଲିକର ଦୋକାନ ସାମ୍ନାରେ ସେମାନେ ବିୟର ପିଇଥିଲେ। ବିୟର ପିଇଲା ପରେ ସେଇ ଯେଉଁ ଟିନ୍ କଣ୍ଟେନर ବିୟରର ସେଇଟା ପିଇ ସାରିଲା ପରେ ତା ଦେହରେ ସେମାନେ ଏସିଡ୍କୁ ଭର୍ତ୍ତି କରିଥିଲେ ଏବଂ ପାତି ରାମାରାଓଙ୍କ ପାଖକୁ କୌଣସି ତାଙ୍କର ପାର୍ସଲ ଆସିଛି ଏବଂ ଡେଲିଭରି ବୟ ଡାକୁଛି ବୋଲି କହି ଡାକିଥିଲେ। ସେ ଯେତେବେଳେ ଦୁଆର ମୁହଁକୁ ଆସିଥିଲେ ସେତେବେଳେ ସେ ଏସିଡ୍ ପକାଇଥିଲେ। ତେବେ ଆମେ ଏ ଘଟଣାରେ ସମ୍ପୂର୍ଣ୍ଣ ଭାବରେ ସଫଳତାର ସହିତ କେସ୍କୁ ଡିଟେକ୍ଟ କରାଯାଇଛି। ଗଜପତି ଜିଲ୍ଲା ଭଳି ଗୋଟେ ଶାନ୍ତ ଜିଲ୍ଲାରେ ଏଇଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏବଂ ଲୋକମାନଙ୍କ ଭିତରେ ବିଶେଷ କରି ଆଡ଼ଭୋକେଟ୍ ବନ୍ଧୁମାନେ ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ିଥିଲେ ଏବଂ ତାଙ୍କର ଆଇନ ଉପରେ ମଧ୍ୟ ଭରସା ତୁଟି ଯାଉଥିଲା। କିନ୍ତୁ ଆମେ ତାଙ୍କୁ ଭରସା ଦେଇଥିଲୁ ଯେ ଆସାମୀଙ୍କୁ ଆମେ ନିଶ୍ଚିତ ଆସାମୀ ପାଖରେ ପହଞ୍ଚି ପାରିବୁ, ଆସାମୀକୁ ଧରିପାରିବୁ ଏବଂ ଆଜି ଆମର ଯେଉଁ 2ଟି ଟିମ୍ ବିଶେଷ କରି ଇନ୍ସପେକ୍ଟର ପାରଳାଖେମୁଣ୍ଡିଙ୍କ ନେତୃତ୍ୱରେ ଟିମ୍ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜାଗାକୁ 800-900 କିଲୋମିଟର ଲେଖାଏଁ ଗୋଟେ ଦିନରେ ଜର୍ଣ୍ଣି କରିଛନ୍ତି। ସେ ଅକ୍ଳାନ୍ତ ପରିଶ୍ରମ କରିବା ସହିତ ଏବଂ ତାଙ୍କୁ ସାଇବର ସେଲ୍ରୁ ସପୋର୍ଟ ଦିଆଯାଉଥିଲା, ଯାହାଦ୍ୱାରା ଆମେ ସଫଳତାର ସହିତ ଏ କେସ୍କୁ ଡିଟେକ୍ଟ କରିଛୁ।